हे प्रभो आनंद दाता, ज्ञान हमको दीजिए। हे हे प्रभो आनंद दाता, ज्ञान हमको दीजिए। शीघ्र सारे दुर्गुणों को दूर हमसे कीजिए। शीघ्र सारे दुर्गुणों को दूर हमसे कीजिए। लीजिए हमको शरण में, हम सदाचारी बने। लीजिए हमको शरण में, हम सदाचारी बने। शांति चाहक, धर्म रक्षक, वीर व्रत धारी बने। शांति चाहक, धर्म रक्षक, वीर व्रत धारी बने। प्रेम से हम गुरुजनों की नित्य ही सेवा करें। प्रेम से हम गुरुजनों की नित्य ही सेवा करें। सत्य बोले, झूठ त्यागे, मेल आपस में करे। सत्य बोले, झूठ त्यागे, मेल आपस में करे। निंदा किसी की हम किसी से भूल कर भी ना करे। निंदा किसी की हम किसी से भूल कर भी ना करें। दिव्य जीवन हो हमारा, तेरे यश गाया करे। दिव्य जीवन हो हमारा, तेरे यश गाया करे। हे प्रभु आनंद दाता, ज्ञान हमको दीजिए। हे प्रभो आनंद दाता, ज्ञान हमको दीजिए। 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 बोल श्री सद्गुरुनाथ महाराज की। जय। पार्वती पतये हर हर महादेव। कर्म छह प्रकार। काम्य कर्म, निषिद्ध कर्म, नित्य कर्म, नैमित्तिक कर्म, प्रायश्चित कर्म एवं उपासना कर्म। कल आम तीन देखी देथिले। काम्य कर्म कौन ना स्वर्ग आदि इष्ट साधना माने फल प्राप्ति कामना उद्देश्य रे जो कर्म करा जाए। स्वर्ग प्राप्ति उदाहरण ज्योतिषम यज्ञ कहते। ज्योतिषम यज्ञ रे स्वर्ग प्राप्त हुए।
ନିଷିଦ୍ଧ କର୍ମ କଣ? ନା ଯୋଉଟା ମନା କରାଯାଇଛି ଭ୍ରମ ଯୋଗୁ, ଅଜ୍ଞାନ ଯୋଗୁ, ଭୁଲ ବଶତଃ ଆମେ ଯୋଉଟା ମନା କରାଯାଇଛି ଆମେ କରିଦେଲେ। ବ୍ରାହ୍ମଣ ନ ହନ୍ତବ୍ୟ, ସୁରାମ ନ ପିବେ, ମାଂସम न खाद्ये, ये है नरकादि अनिष्ट साधनानि ब्राह्मण हननादीनि। फिर नित्य कर्म, नित्यानि अकरणे प्रत्यवाय। नित्य कर्मर दुईटा पॉइंट अछि। गोटे हଉଛି ଯଦି କରିବନି ପାପ ହବ, ଆଉ କରିବ ତ ଭଲ, ଇଏ ତମର ନିତ୍ୟ ସନ୍ଧ୍ୟା ବନ୍ଦନ, ସନ୍ଧ୍ୟା ବନ୍ଦନ ଆଦି ଇଏ ହଉଛି ନିତ୍ୟ କର୍ମ। ନିତ୍ୟ କର୍ମରେ ଗୃହସ୍ଥ ଜୀବନରେ ପାଞ୍ଚଟି ପାପ ହୁଏ ବୋଲି ଆମ ଶାସ୍ତ୍ରରେ ବର୍ଣ୍ଣନା ଅଛି। ପଞ୍ଚଶୂନା, ଶୂନ ମାନେ ହିଂସା। ଗୃହସ୍ଥସ୍ୟ ଚୁଲି, ଚୁଲାରୁ ଚକ୍କି, ନାଇଁ ସ୍ୱାମୀଜୀ ବର୍ତ୍ତମାନ ଗ୍ୟାସ୍ ଚାଲିଛି, ଏଇଟାରେ ବି ପୋକ ମରୁଛନ୍ତି ନା। ଚକ୍କିରୁ, ନା ଚକ୍କି ତ ଆମ ଘରେ ୟୁଜ ହଉନି, ଗ୍ରାଇଣ୍ଡର ହଉନି, ସେଇ ଗ୍ରାଇଣ୍ଡର ହିଁ। ଫିର ଯୋଉ ଆଟାଟା ଖାଉଛୁ ସେଟା ହେଇଛି କି ଆସିଛି କି ନାହିଁ? ଆପଣ ଭାଇରାଲ ଦେଖିବେ ଯୋଉ ଆମେ ସବୁ ପାପଡ଼ ଫାପଡ଼ ଇଏ ସିଏ ଖାଉଛୁ, ସବୁ ଗୋଡରେ ସେ କରିକି କଣ କଣ ସବୁ କରୁଛନ୍ତି। ଏ ଯୋଉ ପାଣି ପୁରୀ ହଉଛି, ଅଟା କରୁଛନ୍ତି, ଏତେ ସବୁ ତାଙ୍କ ଗୋଡରେ ଘଷୁଛନ୍ତି। ବड़ा ମୁସ୍କିଲ। ଏ ବଡ ବଡ ଯୋଉ ସବୁ ହଳଦୀରାମଠୁ ଆରମ୍ଭ କରିକି କଣ କଣ ସବୁ ନାଁ ଅଛି, ଏସବୁ ମଝିରେ ମଝିରେ ବାହାରୁଛି ସବୁ। ଆଉ ମୁଁ ଗୁଜରାତରେ କୋଉଠି ଗୋଟେ ଯାଇଥିଲି, ଆନନ୍ଦ ଯୋଉ ମିଲ୍କ ବାଲା, ଅମୁଲ ମିଲ୍କ ଯୋଉ ଆନନ୍ଦର, ସେ ଦେଖିବା ପାଇଁ ଯାଇଥିଲି। ତ ସେଇଠି ଆଜ୍ଞା ଅ ଚୁଡ଼ି ପିନ୍ଧିବା ପାରିବେନି ଯିଏ ଗର୍ଲସ ମାନେ ଯିଏ କରୁଛନ୍ତି, ସିନ୍ଦୁର ବି ନାହିଁ। ଆଉ ଆପଦ ଧର୍ମ ହେଇଗଲା ନା ତାଙ୍କ ପାଇଁ, ସିନ୍ଦୁର ଲଗେଇ ପାରିବେନି। ଏବଂ ବାଳରେ ସେ ପିନ୍ଧିଦେବେ ଯେମିତି ପିନ୍ଧନ୍ତି। ତ ସିନ୍ଦୁର କାହିଁକି ପିନ୍ଧିବେନି? ନା କାହିଁକି ନା ବାଇଚାନ୍ସ ସିନ୍ଦୁର ପାଉଡର ଯଦି ପଡିଗଲା, ଏତେ ପିଓର, ହାତରେ ଗ୍ଲୋଭସ। ଆଚ୍ଛା ଆଜିକାଲି ତ ସିନ୍ଦୁର ମଧ୍ୟ ସେ ଷ୍ଟିକର ଭଳିଆ ଲଗା ହଉଛି, ନାଇଁ ବାଇଚାନ୍ସ ଷ୍ଟିକର ଯଦି ଖସିଗଲା, ସମ୍ଭବ ନା, ଅଠା ଯଦି କମ ଥିବ ତ ନା। କେତେ ପ୍ୟୁରିଟି, ତେଣୁ ଜଣେ ଯଦି ଦେଖିବ ବା ଆଡଭର୍ଟାଇଜମେଣ୍ଟ ହବ ଏମିତି ପ୍ୟୁରିଟିର ହଉଛି, ଖାଇବା ପାଇଁ କିଛି ଅସୁବିଧା ନାହିଁ। ଆଉ ଯଦି ଏସବୁ ଦେଖିବା, ଆପଣ ହ୍ୱାଟ୍ସଆପରେ ଯଦି ଏକ୍ସପର୍ଟ ନିଶ୍ଚୟ କିଛି ନା କିଛି ଆସୁଥିବ, ଦେଖୁଥିବେ ଏସବୁ, है ना। ତ ଚୁଲା ଗଲା, ଚକ୍କି ଗଲା, ଝାଡୁ, ଆମେ ଝାଡୁ କରୁଛୁ ନାଇଁ, ଆମର ତ ଟିପ ଟପ ରୁମ ଝାଡୁ ଦରକାର ହଉନି, କାର୍ପେଟ ପଡିଛି, ଆରେ ଓ ଯୋଉ କାର୍ପେଟର ଯୋଉ ମେସିନ ଅଛି ନା, ଯୋଉଟା କି ଝାଡୁ କରାଯାଏ ମେସିନ, ସେଇଟାରେ ବି ପୋକ। ମାନେ ଉଖଲ, ଧାନ କୁଟିବା ପାଇଁ, ଆରେ ବାବା ଧାନ କୁଟିବା ପାଇଁ ବର୍ତ୍ତମାନ ସିନା ନାହିଁ, କିନ୍ତୁ ମାନେ ଧାନରୁ ଯୋଉ ଚାଉଳ ହୁଏ ମେସିନ, ସେଇଟାରେ ବି। ପାନି ଘଡା, ନାଇଁ ନା ବର୍ତ୍ତମାନ ପାନି ଘୋଡା ନାହିଁ ନା, ଡାଇରେକ୍ଟ କୁଲରରେ, ଆରେ କୁଲରରେ ବି ପାଣି ସେଇ ପୋକ ପଳେଇଯାଏ, ଏସିରେ ବି ଭିତରେ ବି ପୋକ ପଳେଇଯାଏ। ସବୁଥିରେ କିଛି ନା କିଛି, ଲାଇଟ୍ ଜଳେଇଲେ ପୋକ, କାର ଚଲେଇଲେ ପୋକ, ସବୁଆଡେ କିଛି ଯେ ଆମ ବର୍ତ୍ତମାନ ଯୋଉ ଆମର ଆଧୁନିକ ସବୁ ଚାଲିଛି ମେସିନ ଫେସିନ ଦ୍ଵାରା, ସେଟା ପୋକ ବେଶୀ ମରେ। ପ୍ରତ୍ୟେକ ଜିନିଷରେ ଆମେ କିଛି ନା କିଛି କରୁ ପାପ। ତେଣୁ ତା ପାଇଁ କଣ କରିବାକୁ ପଡିବ? ତା ପାଇଁ ପାଞ୍ଚଟା କର୍ମ କର, ନିତ୍ୟ କର୍ମ ସିଏ ପାଞ୍ଚଟା ପ୍ରତ୍ୟେକ ଦିନ। तासाम क्रमेण सर्वासाम निष्कृत्यर्थम बहिर्महर्षिभिः पंचक्लृप्ता महायज्ञाः प्रत्यहम गृहमेधिनाम। गृहस्थ ପାଇଁ ଏ କର୍ମ ମହର୍ଷି ଦ୍ୱାରା କୁହାଯାଇଛି, ଋଷି ମାନଙ୍କ ଦ୍ୱାରା। କଣ? ଅଧ୍ୟାପନମ ବ୍ରହ୍ମଯଜ୍ଞ, ଇଏ ହଉଛି ବ୍ରହ୍ମଯଜ୍ଞ, ଜ୍ଞାନ ଯଜ୍ଞ। ପ୍ରତ୍ୟେକ ଦିନ ଯଦି ଅଧ୍ୟୟନ କରିବେ ନା, ଶାସ୍ତ୍ର ଅଧ୍ୟୟନ, ଆଉ ଯଦି ଅଧିକାରୀ ହେଇଥିବେ ଅନ୍ୟକୁ ଦେବେ ମଧ୍ୟ। ଅଧ୍ୟୟନମ୍ ବ୍ରହ୍ମଯଜ୍ଞ, ପିତୃୟଜ୍ଞସ୍ତ ତର୍ପଣ, ପିତୃଯଜ୍ଞ ତର୍ପଣ କରାଯାଏ। ଏଣୁ ଗାଧୋଇଲା ପରେ ଆପଣ ପୁରୁଣାରେ କାଳରେ ଦେଖିବେ ନଦୀରେ ହିଁ ଗାଧଉଥିଲେ।
ଏବେ ଆପଣଙ୍କର ଯୋଉ ଆମ ଓଡିଶାର ଯିଏ ଅଛି ନା ପ୍ରତାପ ଷଡଙ୍ଗୀ ନା ପାଣିଗ୍ରାହୀ ଏମପି, ତ ଗାଁରେ ଯିଏ ରହନ୍ତି ସେ ଦେଖୁଥିଲେ କି ଗାଁର ତାଲାବରେ କେମିତି ଏବେ ମଧ୍ୟ ସେ ଗାଧାନ୍ତି। ଆଉ ଦିଲ୍ଲୀ ଗଲେ ତ ହବନି, ଗାଁକୁ ଖୋଜା ଖୋଜି ମୁସ୍କିଲ, ସମୟ ବି ନାହିଁ, ରିପୋର୍ଟ ଇଏ ସିଏ ମିଟିଂ। ଗାଁରେ କେତେବେଳେ ଆସିଲେ ବାସ୍ ଇଚ୍ଛା ହୁଏ ତାଙ୍କର। ବର୍ତ୍ତମାନ ମଧ୍ୟ ଏମପି ହେଲା ପରେ ଗାଧଉଛନ୍ତି ଏମିତି ବୋଲି ଗୋଟେ ଜଷ୍ଟ ବାହାର ଥିଲା, ମୁଁ ଜଷ୍ଟ ଭଲ ଲାଗିଲା ମୁଁ କହିଲି। ତ ଇଭେନ୍ ଦିଲ୍ଲୀରେ ବି ଯୋଉ ତାଙ୍କୁ କ୍ୱାର୍ଟର ମିଳିଛି, ସିଏ ପୁରା ଗାଁର ଗୋଟେ ବାତାବରଣ କରିଛନ୍ତି ଘରଟା। ସେଇ କ୍ୱାର୍ଟର ବହୁତ ଜାଗା ବି ଥାଏ ନା, ସେଇଟା କରିଛନ୍ତି, ସେଟା ବାହାର ଥିଲା। ଅଧ୍ୟାପନ କହିବାର ବାହୁଲ୍ୟ କଣ କି ବର୍ତ୍ତମାନ ପ୍ରତ୍ୟେକ ଦିନ ଆମେ ଗାଧେଇ ସାରିଲା ପରେ ଯୋଉ ଦଉନୁ ସୂର୍ଯ୍ୟ ତର୍ପଣ କରୁଛୁ, ପିତୃ ତର୍ପଣ ମଧ୍ୟ କରାଯାଏ। ସୂର୍ଯ୍ୟଙ୍କ ପାଇଁ ବି ତର୍ପଣ, ପିତୃଙ୍କ ପାଇଁ ତର୍ପଣ। ପିତୃ ତର୍ପଣ କଣ କର, ପିତୃ ଯଜ୍ଞ ତର୍ପଣ କରାଯାଏ। ଏମିତି ଶ୍ରାଦ୍ଧ ବର୍ଷକୁ ଥରେ ଆମେ କରୁ। ସେ ହଉଛି ତିଳ ଆଦି ସବୁ ଦରକାର ପଡେ, ପାନପତ୍ର ଇଏ ତିଳ ଫିର ଅଟା ଏ ସବୁ କରିକି ପୂଜା କରାଯାଏ, है ना। ତ ବର୍ଷକୁ ଥରେ କିଛି ନା କିଛି ଆପଣଙ୍କୁ ଏ ସବୁ ପିଣ୍ଡ ଦାନ, ଶ୍ରାଦ୍ଧ, ପୁରୀରେ ବି କରାଯାଏ ପୂଜା, ଜଗନ୍ନାଥ ପୁରୀରେ କୋଉ ନଦୀ ପାଖକୁ ଗଲେ ସେଇଠି ବି କରାଯାଏ। ବର୍ତ୍ତମାନ ଭାଗବତ ମୁଁ କରେଇବି ନେକ୍ସଟ ଇୟର। ବର୍ତ୍ତମାନ ତ ଏ ବର୍ଷ ଆଉ ନାହିଁ, କିଛି କ୍ୟାମ୍ପ ମଧ୍ୟ, ଆଉ ଭାଗବତ କରେଇବି। କଳସ ଆଣିବା, ଆମ ଯୋଉଠି ଆଶ୍ରମ ମୁଁ ବ୍ୟବସ୍ଥା କରିଛି, ବହୁତ ସୁନ୍ଦର ଆଶ୍ରମଟେ, सब बढ़िया, क्लीन नीट एंड क्लीन रूम, डबल बेडरूम एंड हॉल भी बढ़िया। मात्र 500 मीटर ना 300 मीटर ही गोटे रोड क्रॉस कले गंगा नदी। तो गंगा नदीରୁ ଆମେ ସୁନ୍ଦର ଭାବରେ ଯାଇକି ଯିଏ ସ୍ନାନ କରିପାରିବେ, ନଚେତ ପାଣି ବୁଡେଇକି କଳସ ନେଇକି ଆସିବା, है ना। ଦେନ୍ ପ୍ରତ୍ୟେକ ଦିନ ବି ଆପଣ ଯାଇପାରିବେ, ସମୟ ମିଳିବ ଗଙ୍ଗା ପାଖକୁ ଯାଇପାରିବେ, କିଛି ନା କିଛି ହେଲେ ସ୍ନାନ କରିପାରିବେ, ନଚେତ କରିକି ବସିପାରିବେ, ସିଏ ଗୋଟେ ଆନନ୍ଦ। ତ ଇଏ ସେଇଠି ଲାଷ୍ଟ ଦିନ ହବନ ଯେତେବେଳେ ହୁଏ, ତ ଯଜମାନ ମୁଖ୍ୟ ଯଜମାନ ତ କରନ୍ତି, ହବନ ପାଇଁ ମଧ୍ୟ ମୁଁ ଯଜମାନ କରେଇଥିଲି ଶୁକ୍ରତାଲରେ, ଦୈନିକ ଯଜମାନ ମଧ୍ୟ। ତ ଏଇ ବାହାନାରେ ଆପଣଙ୍କୁ ତୀର୍ଥରେ ଏସବୁ କରିବା ପାଇଁ ସୁଯୋଗ ମିଳୁଛି, ଶ୍ରାଦ୍ଧ କରିବା ପାଇଁ ସୁଯୋଗ ମିଳିବ, ପିଣ୍ଡ ଦାନ ପାଇଁ। ଏବେ ଆମେ ଉତ୍ତରକାଶୀ କ୍ୟାମ୍ପ ଯାଇଥିଲୁ, ସେଇଠି ଆମମାନଙ୍କର ଥିଲେ କଳ୍ପନା ଆଣ୍ଡ କିଶୋର ଆଦି ଅନ୍ୟାନ୍ୟ ମାନେ ବି ଥିଲେ, ଅର୍ପିତା ମଧ୍ୟ, ଅନ୍ୟାନ୍ୟ ସବୁ। ତ ଯାହା ହଉ ଆମମାନଙ୍କୁ ସୁବିଧା ମିଳିଗଲା ଭଣ୍ଡାରା, ସାଧୁ ଭଣ୍ଡାରା। ତ 50 ଜଣ ସାଧୁ ଆସିଥିଲେ, ଏଣ୍ଡ କାହାର ସଂକଳ୍ପ ଥିବ ସିଏ କରେଇଲେ ବସ୍। ଲକିଲି ସେଇଠି ଏମାନେ ବହୁତ ଲୋକ ଦେଲେ ବି, ଦକ୍ଷିଣା ଦେଲେ ସାଧୁଙ୍କୁ। ଇଏ ମଧ୍ୟ ଗୋଟେ ଦାନ। ଏଇଟା ନିତ୍ୟ କର୍ମ ନୁହଁ, ଏଇଟା ନୈମିତ୍ତିକ କର୍ମ। ଏଇ ଯୋଉ ପିଣ୍ଡ ଆଦି ଦାନ, କିନ୍ତୁ ପ୍ରତ୍ୟେକ ଦିନ ପିତୃୟଜ୍ଞ ତର୍ପଣ ପ୍ରତ୍ୟେକ ଦିନ ବି କରାଯାଏ। ସେଟା ନିଜେ ନିଜେ, କୌଣସି ବ୍ରାହ୍ମଣ ଆବଶ୍ୟକ ନାହିଁ, ନିଜେ ନିଜେ ତର୍ପଣ କରାଯାଏ। ହୋମ ଦୈବ ବୋଲି, ହୋମ ପ୍ରତ୍ୟେକ ଦିନ ଆପଣ ଆର୍ଯ୍ୟ ସମାଜରେ ଦେଖିବେ, ଅନ୍ୟାନ୍ୟ ଇଏରେ ପ୍ରତ୍ୟେକ ଦିନ, ଇଭେନ୍ ଟ୍ରେନରେ ବି ଯାଉଥିବେ ତ ବି ଛୋଟିଆ ଗୋଟେ ହୋମ କୁଣ୍ଡ ଥିବ, ବହୁତ ଛୋଟିଆ, ତା ତଳେ ଗୋଟେ ରଖିବା ପାଇଁ ଗୋଟେ ଷ୍ଟିଲର କିଛି ରଖିଥିବେ, ଆଉ ଡିଆସିଲି ଭଳିଆ ଛୋଟ ଛୋଟ କାଠ ହେଇଥିବ, ସ୍ପୁନ ବି ବହୁତ ଛୋଟିଆ, ଘିଅ ଦେଇଦେବେ, ବାସ୍ ବଢିଆରେ ଚଳିବ, କିଛି ଅସୁବିଧା ନାହିଁ, ଇଣ୍ଟରେଷ୍ଟିଂ। ତେଣୁ ହୋମ ଦୈବ ବଳି ହି ଭୂତ। ଫିର କଣ ହେଲା, ହୋମ ମାନେ ଏଇ ଯୋଉ ହୋମ, ସିଏ ଦେବ ଯଜ୍ଞ କହନ୍ତି, ଦେବ ଯଜ୍ଞ, ହୋମ ଦୈବ। ଫିର ପ୍ରାଣୀଙ୍କ ପାଇଁ ଯୋଉଟାକୁ ଦିଅନ୍ତି ବଳି ନା, ବଳି ବୈଶ୍ୟ ଦେବ, ଭୂତ ଯଜ୍ଞ, ପ୍ରାଣୀ ପାଇଁ। ଏଣୁ ଭୂତ ଯଜ୍ଞ, ଭୂତ ମାନେ ପ୍ରାଣୀ। फिर नृयज्ञ, अतिथि पूजन। प्रत्येक दिन कौन से गोटे अतिथि आसिले, का गोटे साईं इतना दीजिए, साईं इतना ही दीजिए, मैं भूखा न रहूं, साधु न भूखा न जाए। बस ମୁଁ ଭୋକରେ ରହିବିନି କି ସାଧୁ ରହିବିନି, ବस ଏତିକି ଦେଇଦେଲେ କାଫି, କବିର କହୁଛନ୍ତି। ତେଣୁ ଅତିଥି, ଅତିଥି ତିଥି ନାହିଁ ତାର, ସେ ଅଲନେ ସଡନ ଆସିବେ। ତ ଏହିପରି କହନ୍ତି ପଞ୍ଚ ଯଜ୍ଞ, ଇଏ ହେଲା ନିତ୍ୟ କର୍ମରେ ଆସିଲା। ହେଲା, ଏବେ ଆଉ ତିନିଟା ରହିଲା, ଆଜି ଆମେ ଦେଖିବା
ନୈମିତ୍ତିକ, ପ୍ରାୟଶ୍ଚିତ ଏବଂ ଉପାସନା ପଢିବା। 6 ନମ୍ବର ଚାଲିଛି। ଯୋଉମାନଙ୍କ ପାଖରେ ବହି ଥିବ, ଏବେ ଆପଣମାନେ ଶୁଣୁଛନ୍ତି ମିନିମମ୍ 40 ଜଣ, ତ ବର୍ତ୍ତମାନ ବହି ମୁଁ ଆଶା କରୁଛି ବହୁତ ଲୋକଙ୍କ ପାଖରେ ଥିବ ଏବଂ ଏତେ ଦିନ ଚାଲିବ, ରଖିବା ଉଚିତ। ତ ନୈମିତ୍ତିକ କର୍ମ ପଢିବା। ନୈମିତ୍ତିକାନି नैमित्तिकानि पुत्र जन्मादि पुत्रजन्मादि अनुबंधीनि अनुबन्धीनि जात इष्टादीनि जात इष्टादीनि। କହୁଛନ୍ତି ନୈମିତ୍ତିକ କଣ? କୌଣସି ଗୋଟେ ନିମିତ୍ତ ନେଇକି ଯେତେବେଳେ କରାଯାଏ, ନିମିତ୍ତ ଥିବ କିଛି, ଏବେ ଯେମିତି ଦୁର୍ଗା ପୂଜା, ହଁ, ନବରାତ୍ରି। ଏବେ ମୁଁ ଦିଲ୍ଲୀ ଯୋଉ ଯାଇନଥିଲି, ଯୋଉମାନେ ଟିକେ ଦିଲ୍ଲୀ ପଟିଆଲା ରାସ୍ତା ଜାଣିଥିବେ, ମୁର୍ଥୁଲ ବୋଲି ଗୋଟେ ଜାଗାଟେ ଅଛି, ସେଠି ବହୁତ ବଢିଆ ବଢିଆ ହୋଟେଲ ଅଛି। କଣ ମୟୂର, କଣ କଣ ସବୁ ନା, ଗୋଟେ ସୁଖଦେବ ଫେମସ ହୋଟେଲ। ତ ଆମର ଦିନେଶ ଭାଇ ସେ କଣ କଲେ, କହିଲେ ସ୍ୱାମୀଜୀ ସନ୍ଧ୍ୟା ହେଇଗଲାଣି, 6ଟା ହେଇଗଲାଣି, ଆଉ ମୋର ସେଦିନ ସୋମବାର, ବଏଲ୍ଡ ଭେଜିଟେବୁଲ ନେଇକି ଯାଇଥିଲେ, କିନ୍ତୁ ଡକ୍ଟର ରାଜକୁ ଘରେ ଖାଇଦେଲୁ, ସେଇ ତରକାରୀ ଟିକେ ହେଇଗଲା ମୋର, ଦହି ମିଳିଲା ଆଣ୍ଡ ସାଲାଦ ହେଇଗଲା। ଏଣ୍ଡ ଆସିଲା ବେଳକୁ ସେ କହିଲେ, ଯାହା ହଉ ତାଙ୍କର ସାଙ୍ଗଟେ ବି ମିଳିଲେ, ସେମାନେ ଅର୍ଡର ଦେଲେ ଇଡଲି। ବାରମ୍ବାର ମତେ ପଚାରିଲେ କଣ, ମୁଁ ତ ଟିକେ କଫି ପିଇ ଦେଇଥିଲି ଇଏରେ ଦିନ ବେଳେ, ମୁଁ କହିଲି ଆଉ କଫି ପିଇବିନି, ମୁଁ ଲେମ୍ବୁ ପାଣି ପିଇବି। କହିଲେ ଠିକ ଅଛି, ଲେମ୍ବୁ ପାଣି ଆସିଗଲା। ଦେନ୍ ଦେନ୍ ପଚାରିଲେ କଣ ନେବେ, ସେମାନେ ବାରମ୍ବାର କହିଲେ ସ୍ୱାମୀ କିଛି ତ ନିଅନ୍ତୁ। ମୁଁ ମନେ ଆଜି ମୋର ମଣ୍ଡେ, ଉପବାସ ପାଇଁ କିଛି ଅଛି। ଫିର ପଚାରିଲି ସାବୁଦାନା ଖିଚଡି, କାରଣ ମିଳେ ସେଠି। ଦେଲେ ସେ କହିଲା ହଁ ସ୍ୱାମୀଜୀ, ଏଇଟା ଆ, 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 ନବରାତ୍ରିରେ ହୁଏ, 2 ଥର ନବରାତ୍ରିରେ ଆମେ ତିଆରି କରୁ। ମୁଁ କହିଲି ଏଇଟା ଖାଇଛି ମୁଁ, ସେଥିପାଇଁ ମୁଁ ପଚାରୁଛି। ଦେନ୍ କହିଲେ ଆଉ ଏମିତି ତ କେହି ଅର୍ଡର ଦିଅନ୍ତିନି ନା ସ୍ୱାମୀଜୀ। ମୁଁ କହିଲି ହଁ, ମୁଁ ଡ୍ରେସ୍ ଦେଖେଇଲି, କହିଲି ଏମିତି ବି ତ ଆସନ୍ତିନି ତମ ପାଖକୁ। ତେଣୁ ନବରାତ୍ରିରେ ନିମିତ୍ତ ପୂଜା କରନ୍ତି, ଆପଣଙ୍କ ନିତ୍ୟ କର୍ମ ଏବଂ ନୈମିତ୍ତିକ କର୍ମ। ନିତ୍ୟ କର୍ମରେ ଆପଣ ଡେଇଲି ପୂଜା କରୁଥିବେ, ମିନିମମ୍ 20 ମିନିଟ୍ 10 ମିନିଟ୍ ଯିଏ ପୂଜା କରୁଥିବେ, କିନ୍ତୁ ନୈମିତ୍ତିକ କର୍ମ ହେଇଗଲା ତ ନିତ୍ୟ କର୍ମ ବ୍ୟାଘାତ ବି ହେଇପାରେ। ତ ନୈମିତ୍ତିକରେ ଶୁଣିବା, ଯେମିତି ବର୍ତ୍ତମାନ ଇଏ ଯୋଉ ପ୍ରବଚନ ଆପଣ ବର୍ତ୍ତମାନ ହାଲାକି ନିତ୍ୟ ରୂପରେ ହେଇଗଲାଣି, କଣ୍ଟିନ୍ୟୁ ଯେତେବେଳେ ଚାଲିବ ଇଏ ନିତ୍ୟ କର୍ମ, ଇଏ ଉପାସନା କର୍ମ। ଏଇ ଯୋଉ ଶ୍ରବଣ ଆପଣ ଶୁଣୁଛନ୍ତି ନା, ଇଏ ଉପାସନାରେ ଆସିବ, ଗୋଟେ ସାଧନା କର୍ମ। ତ ନୈମିତ୍ତ ଯୋଉ ଏକ୍ଜାମ୍ପଲ ଦେଲେ ନିମିତ୍ତ ନେଇକି, ସେଇଟା ଏଇଟ୍ ଏକ୍ଜାମ୍ପଲ କଣ ଦେଇଛନ୍ତି ଜାଣିଛନ୍ତି? ପୁତ୍ର ଜନ୍ମ ଆଦି, ପୁତ୍ର ଜନ୍ମାଦି କାମ୍ୟ କର୍ମରେ ବି ଆସିବ, କିନ୍ତୁ ନିମିତ୍ତ କର୍ମର ଏକ୍ଜାମ୍ପଲ ଏଠି ଦେଇଛନ୍ତି। ପୁତ୍ର ଜନ୍ମାଦି ଅନୁବନ୍ଧିନୀ ମାନେ ସମ୍ବନ୍ଧ, ପୁତ୍ର ଜନ୍ମ ସମ୍ବନ୍ଧ, ଜାତ ଇଷ୍ଟା, ଜାତ ଇଷ୍ଟ, ଜାତ ମାନେ ପୁତ୍ର ଜନ୍ମ ପାଇଁ, ଏଇଟା ନୈମିତ୍ତିକରେ ଦେଲେ। ଇଏ ନୈମିତ୍ତିକର ବେଷ୍ଟ ଏକ୍ଜାମ୍ପଲ ହଉଛି ଏଇ ଯୋଉ ନବରାତ୍ରି, 2ଟା ନବରାତ୍ରି କରୁଛୁ ଆମେ, ନିମିତ୍ତ ମାତ୍ର आसाद्य आवश्यक अवश्य कर्तव्यतया विहितानि नैमित्तिकानि, निमित्त को प्राप्त करिकी अवश्य करणीय रूपरे जो कर्म वेदरे विहित करा जाइछि ता होचे नैमित्तिक कर्म। पूजा किसी करुचंदी, स्पेशल पूजा करुचंदी, सब ये नैमित्तिक कर्म है। निमित्त शब्दटा आसीगला। बर्तमान प्रायश्चित, प्रायश्चित कर्म देखंतु। प्रायश्चित्तानि प्रायश्चित्तानि पापक्षय साधनानि पापक्षयसाधनानि चन्द्रायणादीनि चान्द्रायणादीनि
ପ୍ରାୟଶ୍ଚିତ ମାନେ ଜୀବନରେ ଆପଣ ଭୁଲ କରିଦେଲେ କିଛି, ବିହିତ କର୍ମକୁ ନ କରିବେ ଏବଂ ନିଷିଦ୍ଧ କର୍ମକୁ କରିଦେବେ। ମାନେ ମନେ ଅଛି ନା, ନିତ୍ୟ କର୍ମ ହଉଛି କେତେ ନମ୍ବର ଥିଲା? 3 ନମ୍ବରରେ। କାମ୍ୟ କର୍ମ ନମ୍ବର 1, ନିଷିଦ୍ଧ କର୍ମ ନମ୍ବର 2। ये दुईटा को वर्जनीय ना, इसलिए प्रथम 2टा रखिदेले। फिर नित्य कर्म, फिर नैमित्तिक कर्म, 4। 3 होची नित्य कर्म। तेणु नित्य कर्म जोटा करवा उचित सेटा कलनी। 2 नंबर निषिद्ध कर्म जोटा न करवा उचित सेटा करदेल। अब गाई हत्या, गो हत्या आपण जानी आम ओडिसा रे मध्य किए जदी एमती गाई मारदेला, देन गोटे बेकरे पघा पकांती, आउ मुहरे गोटे कुटा दियंती, बस मौन रहंती, प्रायश्चित करती। ब्राह्मण तो कहते या भाव तो करियो पड़ियो, जेन एति घर को जीव एति दिन रहियो, देन गोबर पानी रे गोमूत्र बा गोबर रे पड़े चरणामृत करके पीबू, देन स्नान करियो, देन या पूजा करियो, से करियो कहते, ताको प्रायश्चित। प्रायश्चित जो कर्म, से कर्म रे जोड़ा करवा उचित न, विहित करण प्रतिषिद्ध। विहित माने जोड़ा करवा कथा सेटा कल नाही, विहित कर्म प्रतिषिद्ध अरा करवा उचित नुह, ए माने कल नाही। हाँ, विहित कर्म प्रतिषिद्ध में कल नाही, विहित करण, विहित करण प्रतिषिद्ध सेवा रूप। आ जोटा निषिद्ध कर्म, प्रसिद्ध प्रतिषिद्ध मान निषिद्ध कर्म, हाँ सेटा करवा उचित न, देखला बेलू करदेल। हाँ तो कौन हो, बस यही भितर विशेष अनुबंधिनी संबंध। हाँ, एंड ये कौन होची, पाप तैयारी करेगा। जोटा करवा कथा कलनी, आ जोटा न करवा कथा करदेल, देन पाप तैयारी हो, एटा कहबार भाव। अच्छा, पाप हो, हाँ, देन देन ये जो पाप हो तापाई प्रायश्चित करियो पड़े। रिपेंडेंस इज द बेस्ट पनिशमेंट कहते नहीं, ये महात्मा गांधी। अच्छा, प्रायश्चित उदाहरण कौन? चंद्रायण व्रत। अब ये अनेक प्रकार चंद्रायण व्रत अच्छे। चंद्रायण कौन? चंद्र को लेकर भोजन आदिर नीति नियम। एमती सिंपल तो अच्छी, बहुत लोग चंद्र को देखला पर ही खाइबे, सूर्य को देखला पर ही खाइबे, सूर्यायण चंद्रायण। आम गाँव मोर मन अच्छे, पड़ोशी घर जड़े वृद्धा माँ थिले, ब्राह्मण फैमिली, सी देखिले ही खाइबे। आम छोट छुआ थिलु से शीत दिन रे बा वर्षा दिन रे सूर्य तो जल्दी आसबे नहीं, 11टा 12टा पर्यंत आगे से पानी पर्यंत पीबे नहीं। डेली रो कथा एटा, जीवन रे से होछि करिछन, आमे देखिछे बोले मु आपण मानु कहि पारुछि। तो आमे कोन को, से तो सब बाहर ठिया ही परिबेनी, आम माने बुलुथु तो देखु तुरंत जाकी आई आई आस जाओ जेजमा पळि आस देखो एमते मोर मने अछि। संध्या बेले मते सेमते। एबे चंद्रायण व्रत अनेक प्रकार, गोटे गोटे शुणु। एमती नेम हूँ चंद्रायण, चंद्र सहित। फास्ट हूँ पिपीलिका मध्य चंद्रायण। पिपीलिका माने धीरे 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 कौन हम, जो दिन पूर्णिमा हम ना। अच्छा, यहाँ आप जानते ना, प्रत्येक मासरे 2टा पक्ष था, गोटे हूँ शुक्ल पक्ष आ गोटे हूँ चंद्र पक्ष, कृष्ण पक्ष। एतिक तो जानी थे, जो मन जानना शुणु। कृष्ण पक्ष और शुक्ल पक्ष। शुक्ल पक्ष अमावास्या रु पूर्णिमा पर्यंत तब कहते शुक्ल पक्ष। कृष्ण पक्ष पूर्णिमा रु अमावास्या पर्यंत 15 दिन, केवे के 14 16 ये सब हुए। तो शुक्ल पक्षटा अमावास्या रु आरंभ हम एवं पूर्णिमा पर्यंत, एवं कृष्ण पक्षटा पूर्णिमा रु आरंभ हम एवं अमावास्या पर्यंत। बर्तमान स्टार्टिंग हम कृष्ण पक्ष।
କୋଉଟା? ପିପିଲିକା। ପିପିଲିକା ଚନ୍ଦ୍ରାୟଣ। ଚନ୍ଦ୍ରାୟଣ ମେନ୍ ସବୁ ଚନ୍ଦ୍ର ସହିତ କନେକ୍ଟେଡ। କିନ୍ତୁ ଭୋଜନର କେମିତି କଣ୍ଟ୍ରୋଲ ଦେଖନ୍ତୁ। ଫାଷ୍ଟ ପୂର୍ଣ୍ଣିମାରେ ତମେ ଯେତିକି ଖାଇବ, ତମେ ଯେତେ କ୍ୟାପାସିଟି ଖାଇବାର ଅଛି, ସେ କହୁଛନ୍ତି ଆଗରୁ ତ ଜଣେ ସାଧକ ପ୍ରାକ୍ଟିସ କରିଥିବ କଣ ନା ଅଧା ପେଟ ହିଁ ଯେତିକି ହବ ସେତିକି ଭୋଜନ ପ୍ରତ୍ୟେକ ଦିନ ଖାଇବା ଉଚିତ। ପାଣି ପିଇବା ପାଇଁ ଜାଗା ରଖିବା ଦରକାର। ମନୁଷ୍ୟ ଏତେ ଖାଆନ୍ତି ଯେ ପାଣି ପିଇବା ପାଇଁ ଜାଗା ବି ରହୁନି। କ୍ଲିୟର? ତ ଯେତିକି ତମେ ଖାଇବ ତାକୁ 15 ଭାଗ କରିଦିଅ, ଗୁଣ୍ଡା କରିଦିଅ। ଗୁଣ୍ଡା ଗୋଟେ ଜୋକଟେ ମୁଁ କାଲି ଶୁଣୁଥିଲି କି ଆଜ୍ଞା ପୁଲିସ ଆସୁଛି ନା ଆମ ଘରକୁ ଆସିଲା, କହିଲା କି ପଚାରିଲା କି ଏଇଠି ତମର ଗୁଣ୍ଡା ରହୁছে ନା? ହଁ। ନା କଣ? ନା ଆମର 3ଟା ଗୁଣ୍ଡା ଅଛନ୍ତି। ଗୋଟେ ହଉଛି ମା, ଆଉ ଗୋଟେ ହଉଛି ବାପା, ଆଉ ଗୋଟେ ହଉଛି ମାମୁଁ। ଏଣ୍ଡ ବାପା ତମେ ପଳେଇ ଯାଅ, ମାମୁଁକୁ ଆଉ ମାଆଙ୍କୁ କୁହ ପଳେଇ ଯିବା ପାଇଁ। ନା କାହିଁକି? ନା ପୁଲିସ ଆସିକି ମୁଁ କହିଦେଇଛି 3 ଜଣ ଗୁଣ୍ଡା ଅଛନ୍ତି। ନା ଏମିତି କେମିତି? ତୁ ଏମିତି କେମିତି କହିଦେଲୁ? କେବେ? ନା ତମେ ହିଁ ମତେ କହିଥିଲ, ଖାଇଲା ବେଳକୁ ସବୁ ଶିଖେଇଥିଲ ମତେ। ନା କଣ? ପିଲା ବଢିଆ ଖାରେ, ଏଇଟା ବାପା ଗୁଣ୍ଡା, ଏଇଟା ମା ଗୁଣ୍ଡା, ଏଇଟା ମାମୁଁ ଗୁଣ୍ଡା, ତୁମେ ହିଁ କହିଥିଲ। ବଢିଆ ଇଣ୍ଟରେଷ୍ଟିଂ ନା? ଓଡିଆରେ ଯୋଉ ଶବ୍ଦଟା ଇଣ୍ଟରେଷ୍ଟିଂ। ତୁମେ ମତେ ବାପା ଶିଖେଇଥିଲ ସବୁ। ପ୍ରତ୍ୟେକ ଦିନ ମତେ ଖାଇଲା ବେଳକୁ କହୁଥିଲ ଏଇଟା ମା ଗୁଣ୍ଡା, ଏଇଟା ବାପା ଗୁଣ୍ଡା, ଏଇଟା ମାମୁଁ ଗୁଣ୍ଡା। ତେଣୁ ମୁଁ ପୋଲିସକୁ କହିଦେଇଥିଲି ଆମର ଏଠି 3 ଜଣ ଗୁଣ୍ଡା ଅଛନ୍ତି, ମା ଅଛନ୍ତି, ବାପା ଅଛନ୍ତି, ମାମୁଁ ଅଛନ୍ତି। ତ ଗୁଣ୍ଡା ବୁଝିଲେ? ଗ୍ରାସ। ଗ୍ରାସ ବି ଜାଣିଛନ୍ତି? ତେଣୁ ଯେତିକି ଆପଣ ଖାଇପାରିବେ କ୍ୟାପାସିଟି ଅଛି, ତାର ଅଧା ହିଁ ଖାଇବା ଉଚିତ। ଆଉ 50% ଚାଲିଗଲା ଖାଇବାର, 25% ଆଗ ପାଣି ପିଇବା ପାଇଁ ରଖିବା ଜାଗା ଅଛି। ପାଣି ମଧ୍ୟ ତୁରନ୍ତ ଖାଇସାରିଲା ପରେ ପିଇବା ଉଚିତ ନୁହଁ। ଖାଇବାର ଅଧଘଣ୍ଟା ପୂର୍ବରୁ ଟିକେ ପିଇଦବା ଉଚିତ, ତ ଭଲ ହଜମ ପାଇଁ ଖାଦ୍ୟକୁ। ନାଇଁ ତ ବିଲକୁଲ ଶୁଖା ଥିବ ଖାଦ୍ୟ ଚାଲିଲା, ଡାଇଜେସନ ହେଇପାରିବ, ମାନେ ଯୋଉ ଗ୍ରାଇଣ୍ଡିଙ୍ଗ ହବ ନା, ଇଟ୍ ଇଜ ଏ ଗ୍ରାଇଣ୍ଡିଙ୍ଗ ଅଲସୋ। ହଜମ ହବ ଇଣ୍ଟେଷ୍ଟାଇନରେ। ଆପଣ ଏତିକି ସାଇନ୍ସ ତ ଜାଣିଥିବେ, ଲାର୍ଜ ଇଣ୍ଟେଷ୍ଟାଇନ, ସ୍ମଲ ଇଣ୍ଟେଷ୍ଟାଇନ, ଅନ୍ତଃସ୍ଥଳୀ କହନ୍ତି। ତ ପାଣି ତା ପୂର୍ବରୁ ଟିକେ ପିଇବା ଉଚିତ ଅଧଘଣ୍ଟା, ଦେନ୍ ଖାଇଲା ପରେ କାରଣ ସ୍ୱାମୀଜୀ ଯେତେବେଳେ କଣ୍ଠରେ ଲାଗି ଯାଉଛି ସେତେବେଳେ ଟିକେ ନେଇପାରିବେ, ଢୋକ ବୋଲି କହନ୍ତି ଓଡିଆରେ, ଢୋକ। ଢୋକ ଢୋକିଏଟେ ନେଇପାରିବେ। ଆଉ ପିଇବେନି ଯେମିତି ଅଧା ଗ୍ଲାସ ପୁରା ଗ୍ଲାସ ରଖିବେ, କେଉଁଟା ଅଧଘଣ୍ଟା ପରେ ପିଇବା ଉଚିତ। ଯେ ମେଡିସିନ ନେବାର ଅଛି, ଢୋକ ପରା ମେଡିସିନ ନେଲେ ଢୋକିଏଟେ ପିଇଦେଲେ ହେଲା। ତ ବର୍ତ୍ତମାନ ସେଇଟା ଷ୍ଟାର୍ଟ ହେଇଛି ଟିକେ। ତାପରେ 25% ପାଣି ପିଇବାର ଯୋଉ ନିୟମଟା କେବେ? ଖାଇସାରିଲା ପରେ, ଅଧଘଣ୍ଟା ପରେ। ଆଉ ବାକି 25% କଣ? ହାୱା, ଖାଲି ସ୍ଥାନ, ବାୟୁ ପାଇଁ ଛାଡିବା ଉଚିତ। ଇଏ ହଉଛି ତା ନିୟମ। ତେଣୁ ବର୍ତ୍ତମାନ ସେ ଅନୁସାରେ ଆପଣ ଯେତିକି ଖାଉଛନ୍ତି, ଆପଣ 4ଟା ରୁଟିର କାପାସିଟି ଅଛି ତ 2ଟା ରୁଟି ଖାଇବେ। ଭାତ ପୁରା ଏତିକି କାପାସିଟି ଅଛି, ଅଧା ଖାଇବେ। ତରକାରୀରେ ଏତିକି କାପାସିଟି, ଅଧା ଏତିକି ଖାଇକି ଆପଣଙ୍କର ରହିବ। ସେଇଟାକୁ ଆପଣ 15 କରିଦିଅନ୍ତୁ। କଣ ସବୁ ମିଶେଇବାକୁ ପଡିବ, ଆଉ ତେବେ ଯାଇକି ହବ ନା। ମିଶେଇ ଦେଲେ ତାକୁ 15 ଗ୍ରାସ, 15 ଗୁଣ୍ଡା କହିଲେ। ଗୁଣ୍ଡା ତ କହିବାକୁ ପଡିବ ମତେ। ତ ଗୁଣ୍ଡା ତିଆରି କଲେ। ତ କଣ କଲେ? କୃଷ୍ଣ ପକ୍ଷରୁ ଷ୍ଟାର୍ଟ ହବ ଏଇଟା। ଏଇ ଯୋଉ ପିପିଲିକା ଚନ୍ଦ୍ରାୟଣଟା କୃଷ୍ଣ ପକ୍ଷରୁ। କୃଷ୍ଣ ପକ୍ଷର ପୂର୍ଣ୍ଣିମା ଅଛି, ତ ପୂର୍ଣ୍ଣିମା ଦିନ 15ଟା ଖାଇଲେ। ତାପରେ ଘଟେଇଲେ, ପ୍ରତିପଦା ଆଦି ଘଟେଇ ଘଟେଇ ଚତୁର୍ଦ୍ଦଶୀ ଦିନ ଗୋଟିଏ ଗ୍ରାସ ପଳେଇବ। ତାମାନେ କଣ ବୁଝିଲାନି ସ୍ୱାମୀଜୀ? ଆରେ ବାବା ପୂର୍ଣ୍ଣିମା ଦିନ 15 ଖାଇଲେ, ହଁ 15ଟା କଲେ ତାକୁ ଯେତିକି ଖାଉଛନ୍ତି। ପ୍ରତିପଦା ଦିନ 14 କରିବ, ମାନେ ଖାଦ୍ୟ କମିଯିବ। ଇଏ ନାଇଁ କି ଯେମିତି ସେମିତି ସେ 15ଟାକୁ 14 କରିଦେଲେ, ନା 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 ନା। ମାନେ ତାକୁ କମେଇଲେ। ଯେମିତି 2ଟା ରୁଟି ଖାଇଲେ, ସେ ରୁଟିରୁ ଆଉ ଟିକେ ଆଧା କରିଦେଲେ, ନା ଏଇଟା ମୁଁ ଖାଇବିନି। କାହାକୁ ଦେବେ? ଗାଈକୁ ଦେବେ। ଛାଡ଼ି ଦିଅନ୍ତେ, ବହୁତ କୁକୁର ଆସିବ, ଯିଏ ହେଲେ ଖାଇବେ। ତାହେଲେ ଘରର କିଏ ଅନ୍ୟ ଜଣେ ଖାଇବେ, ଆପଣ କମେଇ ଦେବେ।
ଭାତ ଅଳ୍ପ କମିଲା, ଗୋଟେ ଗୁଣ୍ଡା ଯେତିକି ହବ କମେଇ ଦେବେ, ପ୍ରତିପଦା ଗଲା। ଦ୍ୱିତୀୟ ବେଳକୁ 2 ଗୁଣ୍ଡା କମେଇବେ। ଏମିତି ହେଇକି ଚତୁର୍ଦ୍ଦଶୀ ଯେତେବେଳେ ଆସିଯିବ ନା, ସେତେବେଳେ ଗୋଟିଏ ଗୁଣ୍ଡା ହିଁ ରହିବ। ତାମାନେ ଧୀରେ ଧୀରେ ପିପିଲିକାରେ ଆପଣ ହଠାତ୍ ଏତେ କଣ୍ଟ୍ରୋଲ କରିପାରିବେନି, ହଠାତ୍ ଖାଇବା ବନ୍ଦ ହେଇପାରିବନି, ଧୀରେ 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 ହେଲା। ଦେନ୍ କଣ ହବ ନା, ଅମାବାସ୍ୟା ଦିନ ବିଲକୁଲ ଖାଇବେନି। ଯୋଉଦିନ ଅମାବାସ୍ୟା ଆସିବ ସେଦିନ ବିଲକୁଲ ଖାଇବେନି। ତାପରେ ଶୁକ୍ଳ ପକ୍ଷ ଆରମ୍ଭ ହେଇଯିବ। ଦେନ୍ ଗୋଟେ 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 ବଢେଇ ବଢେଇ ଖାଇବେ। ଫିର ପୂର୍ଣ୍ଣିମା ବେଳକୁ 15 ଖାଇବେ। ଯୋଉ ପୂର୍ଣ୍ଣିମା ଦିନେ 15ଟା ଆପଣଙ୍କର ଖାଦ୍ୟ ଫୁଲ ଖାଇଥିଲେ, କମେଇଲେ, ଗ୍ରାଫରେ କମେଇଲେ, ଫିର ବଢିଲା ଧୀରେ ଧୀରେ ଗୋଟେ ଗୋଟେ। ଅମାବାସ୍ୟା ଦିନ ବିଲକୁଲ ଖାଇଲେନି, ବଢି 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 ପୂର୍ଣ୍ଣିମାରେ 15 ହେଲା। ଇଏ ହଉଛି ମାସେଟେ ପର୍ଯ୍ୟନ୍ତ ପିପିଲିକା ଚନ୍ଦ୍ରାୟଣ ବ୍ରତ। ଓ ଇଣ୍ଟରେଷ୍ଟିଂ। ଏବେ ସେକେଣ୍ଡ, ଆଚ୍ଛା ଏଇଟାରେ କୁହାଯାଇଛି ଏଇ ଯୋଉ ମାସେଟା ହେଲାଣି 3 ଥର ସ୍ନାନ କରିବ ଏବଂ ଜପ କରିବ। 3 ଥର କଣ? ସକାଳେ, ପ୍ରାତଃ, ମଧ୍ୟାହ୍ନ ଏବଂ ସାୟଂ। 3 ଥର ସ୍ନାନ କରିବାର ବିଧି ଅଛି। 3 ଥର ସ୍ନାନ କରିବ ଏବଂ କଣ କରିବ? ଜପ ଆଦି କରିବ। ଇଏ ହେଲା ପିପିଲିକା ଚନ୍ଦ୍ରାୟଣ। ବର୍ତ୍ତମାନ ୟବ ମଧ୍ୟ ଚନ୍ଦ୍ରାୟଣ, ଇଏ ନାଁ ଅଛି, ଆପଣ ବୁଝିବେ। ୟବ ମଧ୍ୟର କଣ, ସେଇଠି ଶୁକ୍ଳ ପକ୍ଷରେ ଆରମ୍ଭ କରିବ। ଯଦି କୃଷ୍ଣ ପକ୍ଷରେ ସେଇଟା ଆରମ୍ଭ ହେଇଥିଲା, ଶୁକ୍ଳ ପକ୍ଷରେ ଆରମ୍ଭ କରିକି ପ୍ରତିପଦା, ଯୋଉଦିନ ପ୍ରତିପଦା ମାନେ ନମ୍ବର 1 ପ୍ରଥମା କହନ୍ତି, ପ୍ରତିପଦାରୁ ମାତ୍ର ଗୋଟିଏ ଗ୍ରାସ ଖାଇବେ। ଷ୍ଟାର୍ଟିଂରୁ ଗୋଟେ ଗ୍ରାସ, ଦେନ୍ ବଢେଇବେ। ଓ ଷ୍ଟାର୍ଟିଂରୁ କେବଳ ଭୋକିଲା ରହିବେନି ହେଲା। ପ୍ରତିପଦା ରୁ ବଢେଇ 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 ପୂର୍ଣ୍ଣିମା ଦିନ ପୁରା ଖାଇବେ। କୃଷ୍ଣ ପକ୍ଷରେ ପ୍ରତିଦିନ ଗୋଟେ ଗୋଟେ ଗ୍ରାସ ଘଟେଇବେ। ପୂର୍ଣ୍ଣିମା ପରେ କୃଷ୍ଣ ପକ୍ଷ ଶୁରୁ ହେଇଯିବ ନା, ଘଟେଇକି ଅମାବାସ୍ୟା ଦିନ ପୂର୍ଣ୍ଣ ଉପବାସ କରିବେ। ଇଏ ହଉଛି ୟବ ମଧ୍ୟ ଚନ୍ଦ୍ରାୟଣ। କ୍ଲିୟର। ଆଉ ଗୋଟେ ହଉଛି ୟତି ଚନ୍ଦ୍ରାୟଣ। ୟତି ଚନ୍ଦ୍ରାୟଣ କଣ ନା, କୃଷ୍ଣ ପକ୍ଷ ୟା ଶୁକ୍ଳ ପକ୍ଷ ଯୋଉ ଦିନ ବି ଆରମ୍ଭ କରିବ, ସେଇଦିନ ମାତ୍ର 8ଟି ଗ୍ରାସ ହିଁ ଖାଇବ। ଅର୍ଥାତ୍ ଯେତିକି ଆପଣ ଖାଉଥିଲେ ପୁରା ଷ୍ଟ୍ରେଟ୍ ଅଧା କମେଇ ଦବ। 15ଟା ଗ୍ରାସ କରାହେଇଥିଲା ନା, ତାମାନେ ଯେତିକି ଆପଣ ଖାଉଥିଲେ, ଆପଣଙ୍କର କ୍ୟାପାସିଟି ଡେଇଲି ଖାଉଥିଲେ। ଆମେ ରିଏଲି ପ୍ରତ୍ୟେକ ବ୍ୟକ୍ତି ଯୋଉ ସମସ୍ତଙ୍କୁ ମାନେ ମତେକୁ ମିଶେଇକି ସମସ୍ତେ ଆମେ ଅଧା ଖାଉନେ। ଆମର ଖାଇବାଟା ହିଁ ଗଡବଡ ହଉଛି। ଯେତିକି ଖାଇବା କଥା ଅଧା ଖାଉନେ। ଆମେ ମିନିମମ୍ ପ୍ରାୟ ଅଧିକ 90% ଖାଇ ଦଉଛନ୍ତି। ତାପରେ ପାଣି 5%, ହାୱା ପାଇଁ ବୋଧହୁଏ କମ୍। ଆଉ କିଛି ଲୋକ ତ ପୁରା 99 ପର୍ଯ୍ୟନ୍ତ ଖାଇ ଦଉଛନ୍ତି। ପାଣି ପିଇବା ପାଇଁ ଜାଗା ନାହିଁ, କହୁଛନ୍ତି ଆଉ ଜାଗା ଥିଲେ ମୁଁ ଆଉ ଟିକେ ରସଗୋଲା ଖାଇ ନଥାନ୍ତି, ମତେ ଅଳେଇଚ ଦଉଛ, ଗୁଜୁରାତି ଦଉଛ, ହେ ନା। ରିଏଲି ଆମ ମାନଙ୍କର ଖାଇବାର ଯୋଉ ମାନେ କ୍ୟାପାସିଟି ଅଛି, ଆମେ ଯୋଉ ଯେତିକି ଖାଇବା କଥା ମାତ୍ରା, ଯୋଉ ପରିମାଣ କମ କରୁଛନ୍ତି, ସେଥିପାଇଁ ପରିଣାମ ଖରାପ ହଉଛି, ହେଲା। ତ ଯେତିକି ଆମେ ଅଧାରେ ଖାଉଛନ୍ତି, ତାକୁ ଆହୁରି ଅଧା କରିଦେଇକି 8ଟା ଗ୍ରାସ କରିଦବ। ସେଇଟା ପ୍ରତ୍ୟେକ ଦିନ ଖାଇବ। ବड़ा ଇଣ୍ଟରେଷ୍ଟିଂ। ଯିଏ ଏସବୁ କରିପାରିବେ ନା, ପ୍ଲାନିଂ କରିବା ଉଚିତ। ମଷ୍ଟ। ତାକୁ କହନ୍ତି ୟତି ଚନ୍ଦ୍ରାୟଣ। କୋଉ ଦିନ ବି ଆରମ୍ଭ କରିପାରିବ। ଶୁକ୍ଳ ପକ୍ଷରୁ ଆରମ୍ଭ କରିପାରିବ, ଶୁକ୍ଳ ପକ୍ଷରେ ସରିବ। କୃଷ୍ଣ ପକ୍ଷରୁ ଆରମ୍ଭ କରିବ, କୃଷ୍ଣ ପକ୍ଷରେ ସରିବ। ଏଇଟାର କିଛି ଚିନ୍ତା କରିବାର ନାହିଁ, ଏଟାର ହିସାବ କରିବାର ନାହିଁ କୋଉ ଦିନ କଣ ହେଲା। ପ୍ରତ୍ୟେକ ଦିନ କମ କମ 8। ଆଚ୍ଛା, ଶିଶୁ ଚନ୍ଦ୍ରାୟଣ କଣ ନା, ଶିଶୁ ଚନ୍ଦ୍ରାୟଣ ହଉଛି ପ୍ରତିଦିନ 4 ଗ୍ରାସ ପ୍ରାତଃ, 4 ଗ୍ରାସ ସାୟଂ। ସେଇଟା କଣ ଥିଲା, ଗୋଟିଏ ଥରେ ହିଁ ଥିଲା, ମଧ୍ୟାହ୍ନରେ ହିଁ। କୋଉଟା?
ଏଇ ୟତି ଚନ୍ଦ୍ରାୟଣ ଚାରିଟା ହେଲା ନା। ଗୋଟେ ହଉଛି ପିପିଲିକା ଚନ୍ଦ୍ରାୟଣ, ଗୋଟେ ହଉଛି ଅବମଧ୍ୟ ଚନ୍ଦ୍ରାୟଣ, ତିସରା ହଉଛି ୟତି ଚନ୍ଦ୍ରାୟଣ। ୟତି ଚନ୍ଦ୍ରାୟଣରେ 8ଟି ଅ, ଗ୍ରାସ ଥିଲା ଗୋଟେ ଦିନ 8ଟି ଗ୍ରାସ ଦିନ ବେଳେ ଖାଇଲେ ରାତିଟା ଭୋକ ଲାଗିବ, ନିଦ ଆସିବନି। ତେଣୁ କହୁଛନ୍ତି ଶିଶୁ ଚନ୍ଦ୍ରାୟଣ କର, ମାନେ ଛୋଟ ସେଟା କଣ, 4 ଗ୍ରାସ 4 ଗ୍ରାସ ଟିକେ ଟିକେ। ଏହିପରି ଭାବରେ ଚନ୍ଦ୍ରାୟଣ ବ୍ରତ, ଏହାର କଣ, ଇଏ ହଉଛି ପ୍ରାୟଶ୍ଚିତ। ଆଉ ଯୋଉଟା ମୁଁ ଏକ୍ଜାମ୍ପଲ କହିଲି ନା, ଯୋଉଟା ଆମର ଅଛି ପ୍ରାୟ ଓଡିଶାରେ ବି ହଉଛି, ଗାଈ ମରିଗଲା, ମାରିଦେଲ ଗାଈ, ଦେନ୍ ପଘା ରଖ, ମୌନ ରହ, ଇଏ କର, ଏସବୁ ଅଛି। ବର୍ତ୍ତମାନ ପ୍ରାୟଶ୍ଚିତ ସରିଲା, ଏବଂ ଉପାସନା ନେଇ, ଉପାସନା କଣ, ଉପାସନାନି उपासनानि ସଗୁଣ ବ୍ରହ୍ମ ବିଷୟ सगुण ब्रह्म विषय मानस व्यापार रूपाणि मानस व्यापार रूपाणि सांडिल्य विद्यादीनि। शाण्डिल्य विद्यादीनि ये सांडिल्य विद्या उपनिषदରେ ଅଛି। ଶଙ୍କରାଚାର୍ଯ୍ୟ ମଧ୍ୟ ଏଇ ସାଣ୍ଡିଲ୍ୟ ବିଦ୍ୟା ଛାନ୍ଦୋଗ୍ୟ ଉପନିଷଦରେ ବର୍ଣ୍ଣନା ଅଛି। ସାଣ୍ଡିଲ୍ୟ ଋଷିଙ୍କ ଦ୍ୱାରା ପ୍ରଣୀତ ଏ ବିଦ୍ୟା, ଏଣୁ ଉପାସନା। ସାଣ୍ଡିଲ୍ୟ ମଧ୍ୟ ଭକ୍ତି, ନାରଦ ଭକ୍ତି ସୂତ୍ର ମୁଁ ମଧ୍ୟ ନେଇନି ନା ଆପଣଙ୍କୁ। ଆଚ୍ଛା ଏଇଟା ବି ନେଇ ହବ, ନାରଦ ଭକ୍ତି ସୂତ୍ର ଗୋଟେ। ହୁଁ। ତାହେଲେ ଡିକ୍ଲେର ହେଇଗଲା, ଏ ଗ୍ରନ୍ଥ ପରେ ମାନେ ଆପଣ ବେଦାନ୍ତ ସାର ପରେ ନାରଦ ଭକ୍ତି ସୂତ୍ର ନେବା, ଭଲ ବଢିଆ ଜିନିଷ। ତ ନାରଦ ଭକ୍ତି ସୂତ୍ରରେ ଭକ୍ତି କଣ କହୁଛନ୍ତି, ତ ଭକ୍ତି ନାରଦ ଲେଖିଛନ୍ତି ତାଙ୍କ ଦୃଷ୍ଟିରୁ ଭକ୍ତି କଣ, ବେଦବ୍ୟାସ ଦୃଷ୍ଟିରୁ ଭକ୍ତି କଣ, ପୂଜାଦିଷୁ ଗର୍ଗ ଆଦି ଗର୍ଗାଚାର୍ଯ୍ୟ କଣ କହିଛନ୍ତି, ସାଣ୍ଡିଲ୍ୟ କଣ କହିଛନ୍ତି, ଆତ୍ମରପିତି ଅବିରୋଧେନ, अर्थात आत्मा में आत्मा रे रमण करिया, अविरोध है ना, बिल्कुल गैप नहीं, कंटिन्यू, सिया ही भक्ति। उपासना, तो उपासना कौन, ना सगुण ब्रह्म विषय, सगुण ब्रह्म विषय ही उपासना। अच्छा उपासना सगुण ब्रह्म रे ही पारियो, निर्गुण ब्रह्म उपासना हबनी, मन रखता। एवं एटा कौन, मानस व्यापार, ये उपासनाटा मानसिक व्यापार, माने मनर ये खेल, ये मानसिक व्यापार, ये सगुण ब्रह्म विषय मानस व्यापार रूपाणी सांडिल्य विद्या। छांदोग्य उपनिषद रे ये सगुण ब्रह्म उपासना कहा जाए, सांडिल्य विद्या नारे। ये उपासना हूँ मानसिक व्यापार, निकृष्ट वस्तु ने उत्कृष्ट भाव। काली मु ध्यान स्वरूप आरंभ कली 3 दिन। बहु आप जो रेगुलर लोक तो शुणुंट, जमती सौम्य अर्पिता अन्य जो कुछ जार मन मन अच्छी शुणुंट, नाटा कहली, आ बहुत लोग शुणुना, आपण मैंने शुणु मात्र मौका जब मिलूँ शुणु, समस्त कह यूट्यूब रे शुणुच आज्ञा, जदि आपण से जगह से समय फ्री अच्छा बेटर शुण। यूट्यूब टा हूँ एकलव्य, बी अर्जुन, डोंट बी एकलव्य। अर्जुन ही पार ना, समय नहीं तो फिर उपाय नहीं, कोशिश करूँ अर्जुन हाँ डायरेक्ट बेस्ट गुरु पाखे जा पढ़ाटा तो सी उत्तम उत्तम। गृहस्थ आपड़ तो सब जापर इभेन
ଯେ ବ୍ରହ୍ମଚାରୀ ମଧ୍ୟ ସିଏ ବୋଧେ ଟ୍ରେନିଂ ପରେ ପଠାଇ ଦିଆଯାଉଛି। ସେ ଗୁରୁକୁଳ ଆଶ୍ରମରେ ସମସ୍ତେ ରହିପାରିବେନି। ଯେଉଁମାନେ ଫେର ଦାୟିତ୍ୱ ନେଉଛନ୍ତି ନା ଏଇ ଦାୟିତ୍ୱରେ ରହିବେ, ବଡ଼ ବଡ଼ ଆଶ୍ରମ ଥିବ ଦାୟିତ୍ୱ ନେବେ, ଦେନ୍ ସେମାନେ ରହିପାରିବେ। ସବୁବେଳେ ବି ଗୁରୁଙ୍କ ପାଖରେ ବି ରହିପାରିବେନି। ଯୋଉ ନିଜ ଦାୟିତ୍ୱ ଦିଆଗଲା ସେଇଟା କର, ହେଲା। ତେଣୁ ଇଏ ଗୋଟେ ମୌକା ଧ୍ୟାନ ସ୍ୱରୂପମରେ ଉପାସନା କଣ, ଜପ କଣ। କାଲି ମୁଁ 10 ମିନିଟ୍ ଧ୍ୟାନ ବି ଶିଖେଇଲି। ବହୁତ ରେୟାର ହଉଛି। ମୁଁ ମର୍ଣ୍ଣିଂ କହିଥିଲି ଧ୍ୟାନ ଶିଖେଇବା ପାଇଁ, କିନ୍ତୁ ଟପିକ୍ ଏମିତିଆ, ଆଉ ଧ୍ୟାନରେ ବାହାନାରେ ଗଲେ ଟପିକ୍ କମିଯିବ। ତେଣୁ ଯାହା ହଉ ସେଇଠୁ ମୁଁ ନେଉଛି। ତେଣୁ ଆପଣମାନେ ଆଟେଣ୍ଡ କରନ୍ତୁ, ଡାଇରେକ୍ଟ ଧ୍ୟାନ ବି ଶିଖିବେ। କାଲି ଆଉ ପରଦିନ 2 ଦିନ ଅଛି। 29ରେ ଏମାନେ କହିବେ, ପଟିଆଲାରେ ଡିଭୋଟି ମାନେ କହିବେ 10-10 ମିନିଟ୍ 12 ମିନିଟ୍ 5 ଜଣ କହିଦେବେ। ଏମିତି ହେଇକି ଜୁନ୍ ସରିଯିବ, ତାପରେ ଜୁଲାଇ ଆରମ୍ଭ କରିବା। ଉପାସନା କଣ? ମାନସିକ ବ୍ୟାପାର। ଆଉ ଉପାସନା ଭକ୍ତି ସଗୁଣ ବ୍ରହ୍ମର ହବ, ନିର୍ଗୁଣ ବ୍ରହ୍ମର ନ। ପରମ ବ୍ରହ୍ମ ଜ୍ଞାତବ୍ୟମ୍ ଅପରମ ବ୍ରହ୍ମ ଧ୍ୟାତବ୍ୟମ୍, ଶଙ୍କରାଚାର୍ଯ୍ୟ ଭାଷ୍ୟରେ କହିଲେ, ମୁଣ୍ଡକ ଉପନିଷଦର ଭାଷ୍ୟରେ ଅଛି। ପରମ ବ୍ରହ୍ମ ହଉଛି ଜ୍ଞାତବ୍ୟମ୍, ପରମ ବ୍ରହ୍ମକୁ ଜାଣି ହବ। ଏବଂ ଅପରମ ବ୍ରହ୍ମ ଧ୍ୟାତବ୍ୟମ୍, ଅପରମ ବ୍ରହ୍ମ ମାନେ ଏ ସଗୁଣ ବ୍ରହ୍ମ, ତାକୁ ତାକୁ ଧ୍ୟାନ କରିପାରିବେ। ଇଏ ହଉଛି ମାନସିକ ବ୍ୟାପାର। ये उपासना राशि। उपासना शंकराचार्य भाष्य मध्य लिखुंट ब्रह्मसूत्र भाष्य सांडिल्य विद्या जोटा नहीं कि आसुच्चंदी। कौन सांडिल्य? छांदोग्य उपनिषद लिखिछंदी, सर्वकर्मा सर्वकाम सर्वगंध सर्वरस सर्वमिदम अभ्यक्त अवाक्यन अवाक्यनादर एषम आत्मा अंतर्हृदय एतद् ब्रह्म एतमिति प्रेत्याभि संभाविता अस्मीति यस्य स्यात् अध्वा न विचिकित्सा अस्ति ह स्माह सांडिल्य सांडिल्य। ये कौन स्वामी जी? अर्थ सगुण ब्रह्म विषय रे निश्चय केमते करा जाए ना? जिए सर्वकर्मा ईश्वर, ईश्वर चिंतन ही उपासना, ईश्वर पूजा ईश्वर आराधना ही पूजा माने उपासना। ब्रह्म पूजा हबनी, ब्रह्मंकर पूजा कर परिबानी, ब्रह्मंकर ज्ञातम चिंतनम, ब्रह्म चिंतन हब। आराधना पूजा समर्पण ये सब ईश्वरंकर अवतार रहो, अर्चा अवतार। तो जो परमात्मा, जो ईश्वर सर्वकर्मा सर्वकाम सर्वगंध सर्वरस सबुआड़े व्याप्त, बाक रहित, संभ्रम शून्य, भ्रम नाही, वो मोर हृदय रे स्थित अछंते। से परमात्मा ही सकल पसारा ही घट घट में बासा अछंते, सेई ब्रह्म। आउ मु एई जन्म रे जन्मनी जन्मांतरे बा ताको ही प्राप्त करिया पई चाहूची। एई निश्चय ही उपासना, आउ कौन से संदेह नहीं। मो भीतर यही भावना अच्छी, जो परमात्मा सारा जगत को तैयारी करछंदे से मो भीतर अछंदे। ये जो भावना ये होची सांडिल्य विद्या। ये सांडिल्य कहते एवं सांडिल्य विद्या है। बर्तमान 6 सरला बढ़िया रे, एबे 7 आड़ को जीवा आमे देखियो जेते जीवा। एतेषां नित्यादीनां एतेषां नित्यदीनां बुद्धि शुद्धि परम बुद्धिशुद्धिः परम् प्रयोजनम उपासनानां
प्रयोजनम् उपासनानाम् तु चित्त एकाग्रम। तु चित्त एकाग्रम्। को तो सुनो, ये जो एते साम ये सब नित्य नैमित्तिक प्रायश्चित आदि कर्म, केते प्रकार कर्म? 6 प्रकार। ये जेते सब 6 प्रकार कर्म कुहागला। हाँ, ये कौन पे जानी चाहिए? ना कौन पे? ना बुद्धि शुद्धि। बुद्धिर शुद्धि, अंतकरण शुद्धि कहा जाए। अंतकरण शुद्धि होचे प्रयोजन। चित्त शुद्धि देखो, बुद्धि शुद्धि कहगला, ताको आपण सत्व शुद्धि कहतु, आपण चित्त शुद्धि कहतु, अंतकरण शुद्धि कहतु, गोटिए ही है ना। एतेषाम नित्यादीनाम बुद्धि शुद्धि परम प्रयोजनम, एटा ही प्रयोजन। कौन? चित्त एकाग्रता। प्रयोजन चित्त की एकाग्रता। चित्त एकाग्रता बुद्धि शुद्धि हो केम जानिबे? ना जेतले चित्त एकाग्रता है। अच्छा, ठीक है ना। तापर देखो कौन कहते माने उपनिषद श्लोक को लेकिन उदाहरण दौरान पढ़िया। तमे तम आत्मानम तमेतम् आत्मानम् वेदानुवचनेन वेदानुवचनेन ब्रह्मणा विविदिशन्ते ब्राह्मण विचिदित्सन्ति यज्ञेन यज्ञेन इत्यादि श्रुते है। इत्यादि श्रुतेः सा कल्मषं हन्ति तपसा कल्मषं हन्ति इत्यादि स्मृतेश्च। इत्यादि स्मृतेश्च। ए कथाटा को प्रमाण कोट अछि कि ये सब कर्म कले चित्त शुद्धि हब ना? हाँ, तम एतम आत्मानं वेद अनुवचनेन, अर्थात उपनिषद रे वर्णित वेद यज्ञ द्वारा ब्राह्मण कौन करती? से आत्मा को जानिया ପାଇଁ इच्छा करती। ये बृहदारण्यक उपनिषद रो आछि। बृहदारण्यक उपनिषद रो चारि सेक्शन, चारि अध्याय और 22 नंबर श्लोक, मंडल जा कहते, खंड, चारि खंड, चौथा खंड, चौथा अध्याय, 22 नंबर श्लोक रे कोटा। तमे तम आत्मनम वेदानुवचनेन ब्रह्मणा विविदिशन्ति। ब्राह्मण माने जानिया ପାଇଁ इच्छा करती। जानिया ପାଇଁ इच्छा करती केमिति? ना वेद एवं यज्ञ द्वारा, वेद यज्ञ रे ये सब वर्णन अच्छे है। अच्छा, स्मृति रे भी अच्छी ना? हाँ, मनुस्मृति रे भी अच्छी। ये जो स्मृति है এটা मनुस्मृति कौन? तपसा कल्मषम हन्ति, तपस्या द्वारा ब्राह्मणंकर पाप नष्ट करा देता है। देखले, तपोभिक्षीण पापानाम शांतानाम वीतरागिणम मोक्षोणाम हितार्थाय आत्मबोधो विधीयते। अब आउ पचारि भी जदि कोठु आसिला तो आपण कहि देबे, कारण मो आत्मबोध विधीयते कहली। प्रथम मंगलाचरण, तपोभिक्षीण पापानम, तपस्या द्वारा ही पापटा नष्ट हुए। तपोभिक्षीण पापान शांतानाम वीतरागिणम मुमुक्षूणाम हितार्थाय आत्मबोध विधीयते, है ना। तो मनुस्मृति मध्य लिखा है तपसा कल्मषम हन्ति। कल्मषम माने पाप। फिर कौन कहते देखो, नित्य नैमित्तिक यो उपासना नित्यनैमित्तिकयो उपासनानां जो अवान्तर फलम
च अवान्तरफलम् पितृलोक सत्यलोक प्राप्तिः। पितृलोक सत्यलोकं प्राप्तिः। कर्मणा पितृलोको कर्मणा पितृलोको विद्यया देवलोकः इत्यादि श्रुतेः। विद्यया देवलोकः इत्यादि श्रुतेः। କହୁଛନ୍ତି ଦେଖ ନା କଣ ନା କୁହାଗଲା ଶାସ୍ତ୍ରରେ ମଧ୍ୟ ଅବାନ୍ତ ଗୋଟେ ହଉଛି ମୁଖ୍ୟ ଫଳ। ଏ ସବୁ ଉପାସନାର ମୁଖ୍ୟ ଫଳ ଚିତ୍ତ ଶୁଦ୍ଧି। ଅବାନ୍ତର ଫଳ ମାନେ କଣ? ଗୌଣ ଫଳ। ଆଉ ତା ସହିତ ତ ଗୌଣ ଫଳ। ତ ଗୌଣ ଫଳ କଣ ନା ଅବାନ୍ତର ଫଳ ହଉଛି ଅ ନିତ୍ୟ ନୈମିତ୍ତିକ କର୍ମ ଯେତେବେଳେ କରିବେ ନା ନିତ୍ୟ ନୈମିତ୍ତିକ ନମ୍ବରଟା ପକାନ୍ତ। ଫାଷ୍ଟ ହଉଛି କାମ୍ୟ କର୍ମ, ସେକେଣ୍ଡ ହଉଛି ନିଷିଦ୍ଧ କର୍ମ। ଏ ଦିଟା ଯାକ କରିବା ଉଚିତ ନୁହଁ। କାମ୍ୟ କର୍ମରେ କାମନା ବଢିବ ନା ନା। ନିତ୍ୟ କର୍ମ ନୈମିତ୍ତିକ କର୍ମ 3 ନମ୍ବର 4 ନମ୍ବର ଏ କରିବା ଉଚିତ। ପ୍ରାୟଶ୍ଚିତ ମଧ୍ୟ କରିବାକୁ ପଡିବ। ଯଦି ଏକ ଆଉ ମାନେ ଦୁଇ କରିବା ଉଚିତ ନ କରିଦେଲେ, ଯୋଉଟା କରିବା ଉଚିତ ଥିଲା କରିଲେନି, ଆଉ ଯୋଉଟା କରିବା ଉଚିତ ନଥିଲା କରିଦେଲେ, ତା ପାଇଁ ପ୍ରାୟ ପାପ ହବ। ସେ ପାପକୁ ନିବୃତ୍ତ ପାଇଁ ପ୍ରାୟଶ୍ଚିତ ହବ। ତ କହୁଛନ୍ତି ଦେଖ ଯୋଉ ନିତ୍ୟ ଆଉ ନୈମିତ୍ତିକ ଯୋଉ 3 ନମ୍ବର और 4 ନମ୍ବର କଥାଟା ନା ଯେତେବେଳେ କରିବେ ଚିତ୍ତ ଶୁଦ୍ଧି ତ ହବ। ଅବାନ୍ତର ଫଳ କଣ ହବ? ପିତୃଲୋକ ମିଳିବ ନିତ୍ୟ ନୈମିତ୍ତିକ କର୍ମ କଲେ। ଆଉ ଉପାସନା କଲେ ଯୋଉ 6 ନମ୍ବରଟା ଉତ୍କୃଷ୍ଟ ନିଷ୍କାମ କର୍ମ, ସିଏ କଲେ ସତ୍ୟ ଲୋକ ମିଳିଯିବ। ଧ୍ରୁବଲୋକ ସତ୍ୟ ଲୋକ। କାରଣ ଉପନିଷଦରେ ବି ବର୍ଣ୍ଣନା ଅଛି କଣ କର୍ମରୁ ପିତୃଲୋକ ଏବଂ ବିଦ୍ୟାରୁ ସତ୍ୟଲୋକ। ବୃହଦାରଣ୍ୟକ ଉପନିଷଦରେ कर्मणा पितृलोकः विद्यया देवलोकः इत्यादि श्रुतेः। ठीक। उपासना नाम कौन? उपासना कौन? शंकराचार्य छंदोग उपनिषद এই ଭାଷ୍ୟରେ ବୁଝାଉଛନ୍ତି କି ଉପାସନା କଣ। ଏଇ କ୍ଲାସରେ ବି ବତେଇବି, ସନ୍ଧ୍ୟାବେଳେ ବି ଟିକେ ଅଛି ବତେଇବି। ତମେ ଯେଉଁମାନେ ଶୁଣୁଛନ୍ତି ସେମାନଙ୍କ ପାଇଁ ଦିଥର ଡବଲ ରେପିଟେସନ ହେଇଯିବ। କଣ? ଉପାସନମ୍ ତୁ यथा शास्त्र समर्थितम। ବହୁତ ବର୍ତ୍ତମାନ ନୂଆ ନୂଆ ଲୋକ ସବୁ ଗୁରୁ ଆସିଲାଣି। ସିଏ କହନ୍ତି ଯାହା କହିଲେ ତମେ ଧରିପାରିବ। ଏବେ ଯେମିତି ବ୍ରହ୍ମା କୁମାର ବାଧ୍ୟ ହେଇକି ମୁଁ ନାଁଟା କହୁଛି। ତାଙ୍କର ଗୋଟେ ମେଥଡ ଅଛି କି ପତି ପତ୍ନୀ ହେଇଥିବେ, ଭାଇ ଭଉଣୀ ବା ଯାହା କିଛି, ବାସ୍ ଜଣେ ଜଣଙ୍କର ଆଗରେ ଠିଆ ହବ ଏବଂ ନାକ ଉପରେ ଯୋଉ ଚକ୍ର ଅଛି ଆଜ୍ଞା ଚକ୍ର, ତାକୁ ଦେଖ ଆଉ ଚିନ୍ତନ କର ଶରୀରକୁ ନେଇକି। ଏଇଟା ତ କୋଉ ଶାସ୍ତ୍ରରେ ନାହିଁ। ତନ୍ତ୍ର ଶାସ୍ତ୍ରରେ ବି ଏମିତି ନାହିଁ। ଆଚ୍ଛା ଆଚ୍ଛା ଚନ୍ତ୍ର ତା ଅଛି, ମାନେ ସେ ଭିତରେ ଗୋଟେ ପଞ୍ଚମ ଅଛି ମକାର, ସେ ଭିତରେ ମୈଥୁନ ମଧ୍ୟ ଅଛି। କିନ୍ତୁ ତା ଦ୍ୱାରା ଅନ୍ତଃକରଣ ଶୁଦ୍ଧ ହବନି। ସେ ଉପାସନା ନୁହଁ। ସେ କାମ୍ୟ କର୍ମରେ ଯିବ। କାମ୍ୟ କର୍ମ ଗଲେ ଆଉଥରେ କାମ ବଢେଇବ। ସେ ଉପାସନା କଣ? ଯଥା ଶାସ୍ତ୍ର, ଯୋଉଠି ଶାସ୍ତ୍ରରେ ଥିବ କୁହାଯାଇଥିବ ସମର୍ଥିତ, ଶାସ୍ତ୍ରର ସମର୍ଥିତ ହବା ଦରକାର। କିଞ୍ଚିତ ଆଲମ୍ବନମ ଉପାଦାୟ, କୌଣସି ଗୋଟେ ଆଲମ୍ବନ ନେବାକୁ ପଡେ। ଆଲମ୍ବନ ମାନେ ଭଗବାନ ବିଷ୍ଣୁ ହଉ, ये सब आलम्बन उपादाय तस्मिन् समान चित्तवृत्ति संतान करणम। विजातीय प्रत्यय तद विलक्षण प्रत्यय, विजातीय प्रत्यय को हटाई कि सजातीय चित्तवृत्ति को प्रवाह करवा ही उपासना। आपको आउरी डिटेल देखिए। अर्थात विजातीय वृत्ति कौन, सजातीय वृत्ति कौन, उपदेश सारे वर्तन होता ताकू डिटेल देखिए काली। फिर आउरी उपासना रो अर्थ कौन काली विचार करिए। ओम पूर्णमदः पूर्णमिदं पूर्णात् पूर्णमुदच्यते पूर्णस्य पूर्णमादाय पूर्णमेवावशिष्यते। ओम शांति शांति शांति।